मंगल भवन अमंगल हारी द्रवहु सुदशरथ अजिर बिहारी। श्री राम जय राम जय जय राम श्री राम जय राम जय जय राम। वाल्मीकि रामायण। नारद वाल्मीकि आश्रमे प्रवेश और रामायण चरित वर्णन। शुण हे कोविद वृंदे हृदय बही मोद रामायण चरित ए अटे मकरंद पान करी हृदयरु पाप ताप नाश एथु अंते जहा हेला शुण हे विदुष। वाल्मीकि मुनि आश्रम विवरण शुण कहुअछि विज्ञे मोर दोष को न घेन तमसा नदीर कूले कुटीर निर्माणी बास करी रहिथिले वाल्मीक मुनि चौपाशे वृक्ष लता तही शोभा पाए नाना वर्णे नाना गंधे बास चहटाए टभा नारंग बकुल किया कनियर टगर हेना मंदार मल्लिकर वीर शाल ताल पिया शाल सन बदरी बेलवर कोली लिचु बौल सपुरी एहिपरि नाना वृक्षे पूर्ण सेहि स्थान सौरभे योजने जाए दिग कंपमान नाना जाति पक्षी तही बास करिछन्ति सुमधुर गाने जन मन कुहरन्ति हिंस्र हिंस्रक पशु दल दल होई क्रीडन्ति सेवन स्तरे हिंसा छाड़ी देई सेवन शोभा अलका पुरकु निंदई देखिला दर्शक मन अटकी रही सदा सर्वदा से स्थाने शुभे राम नाम प्रवेशिले पाप ताप हुई खंडन। देव ऋषि नारद से स्थाने प्रवेशिले वाल्मीकि मुनि ताहाकु नयने देखिले नारद को देखी दिव्यासन देले मुनि आज मु पवित्र हेली करंती दईनी आंब पणस कदली नाना पक फल भुंजंतु आपण कही देले तत्काल संतोष होई नारद करिले आहार आचमन सारी सुस्थे बसिले कुटीर विनय होई वाल्मीकि मुनि कहुछन्ति तुम्हको देखी मो हृदय पुलकित अति त्रिभुवन कथा जान आहे मुनिवर गत आगत कथा जे समस्त खबर मोर मने एक कथा हेउछि उदित दया बहीन कहिबे न होई कुंठित तब मुखरु शुणिले संदेह तुटिब मनरु कल्पना सबु दूर होई जीव पृथ्वी रे केउ लोक अछई धार्मिक गुणवंत धैर्यवंत कहे सत्य वाक्य बलवंत अटे पुणी प्राणी हिते थाई सर्वदा सुशील शांत क्रोध कुजिणई अटई के वीर्यवंत कृतज्ञ अटई धर्मशास्त्र रे काहार सदा ज्ञान थाई देखिबाकु कार रूप अटे मनोहर
ପ୍ରଜାରଞ୍ଜନେ କେ ଅନୁରକ୍ତ ନିରନ୍ତର। ଇନ୍ଦ୍ରିୟ ଗଣକୁ ସଦା କରିଛି ଦମନ, ନିଜ ଅଧୀନେ ରଖିଛି ଆପଣାର ମନ। ପରମ ପବିତ୍ର ଅଟେ କାହାର ଚରିତ, ଦୁଷ୍ଟ ଜନ ଶତ୍ରୁ ଅଟେ ସନ୍ଥ ଜନ ମିତ୍ର। ବୀରପଣେ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଜିଣଇ, ଏପରି କେ ଅଛି କହ ମୁନି ଦୟା ବହି। ତୁମ୍ଭେ ତ ସର୍ବଜ୍ଞ ଅଟ ଆହେ ମୁନିବର, ସର୍ବଗୁଣେ ପରିପୂର୍ଣ୍ଣ ଗୁଣର ସାଗର। ତୁମ୍ଭଙ୍କୁ ତ ଏକଥା ନଥିବ ବିଦିତ, ଦୟା ବହି ମୋହଠାରେ କହିବ ତୁରିତ। ବାଲ୍ମୀକି ବଚନ ଶୁଣି ଆନନ୍ଦେ ନାରଦ, ପ୍ରେମ ସାଗରରେ ବୁଡ଼ି ହେଲେ ଗଦ ଗଦ। ବୋଇଲେ ଆହେ ବାଲ୍ମୀକି ଶୁଣ ମୋ ବଚନ, ଯାହା ପଚାରିଲ ତାହା ମନ ଦେଇ ଶୁଣ। ଏ ସଂସାରେ ଯେତେ ଜନ୍ମିଛନ୍ତି ଦେହ ବହି, ଏ ସମସ୍ତ ଗୁଣମାନ ପୂର୍ଣ୍ଣ ଭାବେ କାହିଁ। ରହିଅଛି ଏପରି କେ ସଂସାର ମଧ୍ୟର, ମିଳିବା ସହଜ ନୁହେଁ ଆହେ ମୁନିବର। ମାତ୍ର ଦୁର୍ଲଭ ଅଟଇ ସଂସାର ମଧ୍ୟର, ତା ସମ ତୁଳନା ନାହିଁ ଜାଣତିନି ପୁର। ତୁମ୍ଭ ଭକ୍ତି ଦେଖି ମନେ ପଡ଼ିଛି ମୋର, କହୁଅଛି ଶୁଦ୍ଧ ମନେ ଶୁଣ ମୁନିବର। ଅଯୋଧ୍ୟାରେ ଦଶରଥ ନାମେ ନୃପବର, ଇକ୍ଷ୍ୱାକୁ ବଂଶରେ ଜାଣ ଜନମ ତାହାର। ତାହାଙ୍କର ଜ୍ୟେଷ୍ଠ ପୁତ୍ର ଅଟନ୍ତି ଶ୍ରୀରାମ, ତାଙ୍କଠାରେ ସର୍ବଗୁଣ ଅଛି ପରିପୂର୍ଣ୍ଣ। ଅତି ଧାର୍ମିକ ଅଟନ୍ତି ପରମ ପବିତ୍ର, ରୂପେଶ୍ୱରୀ ନୁହେଁ କାମଦେବ ଯେ କିଞ୍ଚିତ। ଇନ୍ଦ୍ରିୟମାନଙ୍କୁ ସେ ଦମନ କରିଛନ୍ତି, ଆୟତ୍ତରେ ରଖିଛନ୍ତି ନିଜ ଚିତ୍ତବୃତ୍ତି। ନୀତିଜ୍ଞ ଆବର ବୁଦ୍ଧିମାନ ସ୍ପଷ୍ଟ ବକ୍ତା, ଧୈର୍ଯ୍ୟଶାଳୀ ପର ଉପକାରୀ ଶତ୍ରୁହନ୍ତା। ଦୁଇ ଭୁଜ ବିଶାଳ ଅଟଇ ଲମ୍ବ ଜାଣ, ଜାନୁ ପର୍ଯ୍ୟନ୍ତ ଲମ୍ବିଣ ଦିଶେ ଶୋଭାବନ। ତିନି ଗୋଟି ରେଖା ଗ୍ରୀବା ଦେଶେ ବିରାଜଇ, ଗଣ୍ଡସ୍ଥଳ ଉଚ୍ଚ ଛାତି ଓସାର ଅଟଇ। କପଳେ ବହୁତ ଲେଖା ଦିଶଇ ଶୋଭନ, ସିଂହ କଟି ପରି କଟି ରୂପଟି ଲାବଣ୍ୟ। ବୃଷଭର କନ୍ଧ ପରି ଶୋଭା ପାଏ କନ୍ଧ, ନୟନ ଶୋଭା ଦିଶଇ ଯେହ୍ନେ ଅରବିନ୍ଦ। ଗତି କଲେ ଯେହ୍ନେ ଦିଶେ ମତ ଗଜ ପରି, ଡେଙ୍ଗା କି ବାଙ୍ଗର ସେହି ନ ହୁଅନ୍ତି ବାରି। ନବ ଜଳଦ ପରାଏ ବର୍ଣ୍ଣ ତାହାଙ୍କର, 32 ଲକ୍ଷଣେ ପୂର୍ଣ୍ଣ ସର୍ବାଙ୍ଗ ସୁନ୍ଦର। ଦେବାଦେବୀ ତୁଲ୍ୟ ପିତା ମାତାଙ୍କୁ ମାନନ୍ତି, ଅସତ୍ୟକୁ ଛାଡ଼ି ସତ୍ୟ ପଥରେ ଚଳନ୍ତି। ବେଦ ବେଦାଙ୍ଗାଦି ଶାସ୍ତ୍ର ଜାଣନ୍ତି ଅପାର, ଦୁଷ୍ଟ ଜନ ଶତ୍ରୁ ସେହି ବଳ ନିର୍ବଳର। ସମରେ ବିଷ୍ଣୁ ସମାନ ଅଟନ୍ତି ଆବର, ଧନୁର୍ଦ୍ଧର ପଣେ ସମ ନାହିଁ ତିନି ପୁର। ମାତୃସ୍ନେହ ସଦା ପରହିତେ ରତ ଥାନ୍ତି, ପରଜାମାନଙ୍କୁ ପୁତ୍ର ସମାନ ପାଳନ୍ତି। ସତ୍ୟବାଦୀ ପଡ଼େ ଜଣେ ନାହିଁ ତାଙ୍କ ପରି, ସମରେ ପଶିଲେ ତ୍ରିଦଶେ ଯେ ଯିବେ ହାରି। ଶତ୍ରୁକୁ ଦିଶନ୍ତି କାଳ ଦେବତା ସମାନ, ଋଷିମୁନିଙ୍କୁ ଦିଶନ୍ତି ଯେହ୍ନେ ନାରାୟଣ।
ସନ୍ଥ ଜନେ ଦେଖାଯାନ୍ତି ସେ ଶାନ୍ତ ମୂରତି, ଦୁଷ୍ଟ ଜନେ ଦେଖାଯାନ୍ତି କାଳାନଳ ଜ୍ୟୋତି। ସ୍ମରଣ ଶକତି ଅତି ବୁଦ୍ଧି ବିଚକ୍ଷଣ, ସ୍ଥିରମତି ସାଧୁ ଭାବ ସ୍ୱଭାବ ଉତ୍ତମ। ଯେହ୍ନେ ନଦ ନଦୀ ମାନେ ନିମ୍ନଗାମୀ ହୋଇ, ସାଗରେ ମିଳନ୍ତି ଅନ୍ୟ ପଥ ଛାଡ଼ି ଦେଇ। ସେହିପରି ସାଧୁ ସୁଜ୍ଞ ଜନ ମାନେ ଜାଣ, ଶ୍ରୀରାମଙ୍କ ଅନୁଗାମୀ ହୁଅନ୍ତି ନିଶିଦିନ। କୌଶଲ୍ୟା ଦେବୀଙ୍କ ଗର୍ଭୁ ହୋଇଛନ୍ତି ଜାତ, ଚନ୍ଦ୍ର ସୂର୍ଯ୍ୟ ପରି ତାଙ୍କ ମହିମା ବିଖ୍ୟାତ। ସାଗର ପରାଏ ତାଙ୍କ ଗମ୍ଭୀର ସ୍ୱଭାବ, ଧୈର୍ଯ୍ୟପଣରେ ହିମାଳୟକୁ ବଳିବ। ସହିଷ୍ଣୁପଣରେ ହେବେ ପୃଥ୍ୱୀ ସମସରି, କ୍ରୋଧରେ ଯମ ସଦୃଶ ମାନେ ମେରୁଗିରି। ଦାନୀପଣେ କୁବେର ଯେ ନୋହିବ ସମାନ, ପ୍ରକାଶୀ ଅଛନ୍ତି ଯଶ ଘେନି ସର୍ବଗୁଣ। ରୂପେ ଗୁଣେ ତିନି ପୁରେ ନାହିଁ ପଟାନ୍ତର, ପାଇଛି ଏ ପୁତ୍ର ଦଶରଥ ନୃପବର। ଏକ ଦିନେ ଦଶରଥ ମନେ ବିଚାରିଲେ, ପ୍ରଜାମାନେ ସୁଖୀ ହେବେ ରାମ ରାଜା ହେଲେ। ଏହା ଭାବିନ ମନ୍ତ୍ରୀଙ୍କୁ ଡାକି ଦଶରଥ, ଅଭିଷେକ ବିଧି ସର୍ବଣାଅ ସମସ୍ତ। ଶ୍ରୀରାମଚନ୍ଦ୍ରଙ୍କୁ ମୁହିଁ ରାଜା କରାଇବି, ଏ ବୃଦ୍ଧ ବୟସେ ମୁହିଁ ବନବାସୀ ହେବି। ବଳରେ ରହିଣ ତପ କରିବି ମୁଁ ଯାଇ, ମନ୍ତ୍ରୀଙ୍କୁ କହିଲେ ଦଶରଥ ନରସାଇ। ଏ ସମ୍ବାଦ ପୁରେ ପୁରେ ଜାଣନ୍ତେ ସମସ୍ତେ, ଆନନ୍ଦରେ ଜୟ ଧ୍ୱନି କଲେ ରାମ ଅର୍ଥେ। ମନ୍ଥରା ନାମରେ ଦାସୀ କୈକେୟୀଙ୍କର, କୂଟ କହି କୈକେୟୀଙ୍କୁ କରି ହରବର। ମନକୁ ରସାଇ ରସେ ବିଘ୍ନ ଆଚରିଲା, ତା ବାକ୍ୟରେ କୈକେୟୀ ସମ୍ମତ ହୋଇଲା। ଅଭିମାନେ ରାଜା ପାଶେ ହେଲା ପରବେଶ, ଦଶରଥଙ୍କୁ ବୋଲନ୍ତି ଶୁଣ ପ୍ରାଣ ଈଶ। ପୂର୍ବେ ମୋତେ କହିଥିଲେ ଦେବେ ଦୁଇ ବର, ଆଜ ମୁଁ ମାଗୁଛି ତାହା ଦିଅ ନୃପବର। ଏକ ବରେ ମୋ ଭରତ ହୋଇବ ରାଜନ, ଅନ୍ୟ ବରେ ରାମଚନ୍ଦ୍ର ଯିବେ ଘୋର ବନ। ଏହି ବେନି ବର ମୋତେ ଦିଅ ପ୍ରାଣେଶ୍ୱର, ଶୁଣି ଦଶରଥ ମୁଖୁ ନ ସ୍ଫୁରେ ଉତ୍ତର। ସତ୍ୟବାଦୀ ଦଶରଥ ମୌନ ହୋଇଲେ, ଶିରେ କି ବଜ୍ର ପଡ଼ିଲା ପରାୟ ମଣିଲେ। ପିତାମାତାଙ୍କ ବଚନ ଶୁଣିଲେ ଶ୍ରୀରାମ, ପିତୃ ସତ୍ୟ ରକ୍ଷା ପାଇଁ ମୁହିଁ ଯିବି ବନ। ନଗଲେ ପିତା ଯେ ମୋର ଅସତ୍ୟ ହୋଇବେ, କୈକେୟୀ ମାତା ମୋ ପରେ ସନ୍ତୋଷ ନୋହିବେ। ଏହା ପାଞ୍ଚି ରାମଚନ୍ଦ୍ର ବନେ ଯିବା ପାଇଁ, ସ୍ୱଚ୍ଛ ମନେ ସମସ୍ତଙ୍କୁ ହୋଇଲେ ବିନୟୀ। ସୁମିତ୍ରା ଦେବୀଙ୍କ ସୁତ ବୀର ଲଇକ୍ଷଣ, ଭାତୃସ୍ନେହୀ ସୁବିନୟୀ ସର୍ବଗୁଣେ ପୂର୍ଣ୍ଣ। ଭାଇଙ୍କର ସେବା ଲାଗି ହୋଇଲେ ବାହାର, ଶ୍ରୀରାମଙ୍କୁ କର ଯୋଡ଼ି ବୋଲୁଛନ୍ତି ଗିର। ଆପଣଙ୍କ ସହିତରେ ମୁହିଁ ଯିବି ବନ, ମୋତେ ଆଜ୍ଞା ଦିଅ ଦେବ କୋଦଣ୍ଡ ଧାରଣ। ଶ୍ରୀରାମଚନ୍ଦ୍ର ବନିତା ଅଟଇ ଯେ ସୀତା, ଜନକ ଋଷି କୁମାରୀ ସର୍ବଗୁଣ ଯୁକ୍ତା। ପତିବ୍ରତା ସତୀ ଶ୍ରେଷ୍ଠା ଅଟଇ ସେ ନାରୀ, ସ୍ୱାମୀ ସେବା ମୁଁ କରିବି ବନେ ବୁଲି କରି। ଶ୍ରୀରାମ ଲକ୍ଷ୍ମଣ ସୀତା ଗଲେ ବନବାସ, ରୋହିଣୀ ଯେପରି ଥାଇ ଚନ୍ଦ୍ରଙ୍କର ପାଶ। ପ୍ରଜାଏ ଶୁଣିଣ ପଛେ ଧାଇଁଲେ ବହନ, କାନ୍ଦି କାନ୍ଦି ଗଲେ ଗଙ୍ଗା କୂଳ ଯାଏ ଜାଣ। ଲକ୍ଷ୍ମଣ ସୀତାଙ୍କୁ ଘେନି ଶ୍ରୀରାମ ଚଳିଲେ, ସକଳ ପ୍ରଜାଗଣଙ୍କୁ ବୋଧି ବିଦା କଲେ।
ଗଙ୍ଗା ପାର ହୋଇ ଶୃଙ୍ଗବେରପୁରେ ଗଲେ। ଶ୍ରୀରାମ ଲକ୍ଷ୍ମଣ ସୀତା ତହିଁ ବିଶ୍ରାମିଲେ। ଗୁହକ ନାମେ ଶବର ମୈତ୍ର ରାମର, ଶୁଣିଣ ସେବା କରିଲା ଆଶିଣ ପୟର। ଶ୍ରୀରାମ ସୁମନ୍ତ୍ର ମନ୍ତ୍ରୀ ମିତ୍ରଙ୍କୁ ବୋଲନ୍ତି, ଯାଅ ମତେ ବିଦା ଦେଇ ହୋଇ ହୃଷ୍ଟମତି। ଏତେ କହି ରାମ ତାଙ୍କୁ ବାହୁଡ଼ାଇ ଦେଲେ। ଲକ୍ଷ୍ମଣ ସୀତାଙ୍କୁ ଘେନି ସେଠାରୁ ଚଳିଲେ। ବନ ପର୍ବତ ବହୁତ ନଦୀ ପାର ହେଲେ, ଭରଦ୍ୱାଜ ମୁନିଙ୍କର ଆଶ୍ରମେ ମିଳିଲେ। ତାଙ୍କ ଆଜ୍ଞା ପାଇ ଚିତ୍ରକୂଟେ କୁଟି କରି, କଟାଇଲେ ଆନନ୍ଦରେ ଦିବସ ସର୍ବରି। ସୁମନ୍ତ ଫେରିଣ ଦଶରଥେ ଜଣାଇଲେ, ଶୁଣି ରାଜା ବାତାହତ ବୃକ୍ଷ ପରକାରେ। ଭୂତଳେ ପଡ଼ିଣ ଚେତି କିଛି କ୍ଷଣ ପରେ, ହାରାମ ହାରାମ କହି ଜୀବନ ତ୍ୟଜିଲେ। ବଶିଷ୍ଠ ମହର୍ଷି ପାତ୍ର ମନ୍ତ୍ରୀ ଗଣ ଆଦି, ଭ୍ରତେ ଅଣାଇ କହନ୍ତି ବସ ରାଜଗାଦି। ଅଭିଷେକ ହୋଇ ପ୍ରଜା କର ହେ ପାଳନ, ଭାତୃସ୍ନେହୀ ଭରତ ଯେ ବୋଲଇ ବଚନ। ଜ୍ୟେଷ୍ଠ ଭାଇ ରାମ ମୋର ବନବାସୀ ହେଲେ, ତାଙ୍କ ଗାଦି ଯୋଗ୍ୟ ମୁହିଁ କୁହ କି ପ୍ରକାରେ। ମୋର ଜ୍ୟେଷ୍ଠ ଭାଇ ବନେ ଭିକ୍ଷୁକ ପରାଏ, ବୁଲୁଛନ୍ତି ରାଜା ହେବି ମୋର ଇଚ୍ଛା ନୁହେଁ। ଏତେ କହି ଶୋକେ ଗଦ ଗଦ ଭ୍ରତ ବୀର, ବୋଲନ୍ତି ଯାଉଛି ଗୁରୁ ଭାଇଙ୍କ ପାଶର। ଏ ବୃତ୍ତାନ୍ତ କହି ତାଙ୍କୁ ବନୁ ଫେରାଇବି, ନ ଆସିଲେ ମୁହିଁ ଭିକ୍ଷୁ ବେଶେ ଦିନ ନେବି। ଏ ଦୃଢ଼ ପ୍ରତିଜ୍ଞା କରି ବନକୁ ଚଳିଲେ, ଯାଇ ଚିତ୍ରକୂଟ ଗିରି ଉପରେ ମିଳିଲେ। ଶ୍ରୀରାମଙ୍କ ପାଦେ ପଡ଼ି ହୋଇଲେ ବିନୟୀ, ପିତୃବିୟୋଗ ହୋଇଲେ ରାଜେ ରାଜା ନାହିଁ। ସର୍ବଜ୍ଞ ପୁରୁଷ ତୁମ୍ଭେ ଅଟ ନ୍ୟାୟବାନ, ରାଜେ ରାଜପଣକୁ ଯେ ଅଟ ହେ ଭାଜନ। ମୋ ବିନୟ ଘେନ ଭାଇ କରୁଛି ଦଇନି, ଚାଲ ଅଯୋଧ୍ୟା କଟକେ ହେବ ନୃପମଣି। ସତ୍ୟଭଙ୍ଗ ଭୟେ ରାମଚନ୍ଦ୍ର ନାହିଁ କଲେ, ରାଜ୍ୟ ଛାରଖାର ହେବ ଭରତ କହିଲେ। ପୁଣି କହେ ଦେବ ରାଜ ପଦେ ଅଭିଷେକ, କେଭେ ମୁଇଁ ନ ହୋଇବି ହେ ରଘୁନାୟକ। ଭରତ ନିଷ୍ଠୁର ବାକେ ବୋଲନ୍ତି ଶ୍ରୀରାମ, ନିୟ ଏ ପାଦୁକା ଦୁଇ ପାଳ ପ୍ରଜାଗଣ। ପାଦୁକା ଘେନି ମେଲାଣି ହୋଇଲେ ଭରତ, ପ୍ରବେଶ ହୋଇଲେ ନନ୍ଦୀ ଗ୍ରାମରେ ତୁରିତ। ସିଂହାସନେ ପାଦୁକାକୁ ଭରତ ରଖିଲେ, ରାଜା ବୋଲି ରାମେ ମାନି ରାଜ୍ୟ ସମ୍ଭାଳିଲେ। ଚିତ୍ରକୂଟ ଗିରି ପରେ ରାମ ବିଚାରିଲେ, ଭ୍ରତ ବା କାଳେ ଆସିବ ଏଥି ମୁହିଁ ଥିଲେ। ଏହା ଭାବି ରାମଚନ୍ଦ୍ର ହୋଇଲେ ବାହାର, ଦଣ୍ଡକାରଣ୍ୟେ ଯାଇଣ କଲେ ଯେ କୁଟୀର। ବିରାଧ ଅସୁର ବଧ କଲେ ଶ୍ରୀରାମ, ବାଟେ ସୁତୀକ୍ଷଣ ମୁନିଙ୍କୁ କଲେ ଦର୍ଶନ। ତାହାପରେ ସରଭଙ୍ଗ ମୁନିଙ୍କୁ ଦେଖିଲେ, ପ୍ରଣାମ କରିଣ ତାଙ୍କୁ ତହୁଁ ଚଳିଗଲେ। ଯାଇ ଅଗସ୍ତ୍ୟ ମୁନିଙ୍କ ମଠରେ ମିଳିଲେ, ଆନନ୍ଦେ ମୁନି ତାହାଙ୍କୁ ଉପହାର ଦେଲେ। ନିୟ ରାମ ତୀର ଖଡ୍ଗ ଏହି ଧନୁଷର, ଆବର ଦେଉଛି ନିୟ ଅକ୍ଷୟ ତୁଣୀର। ଆନନ୍ଦେ ଶ୍ରୀରାମେ ମୁନି କରିଲେ ପ୍ରଦାନ, ଆହ୍ଲାଦେ ଗ୍ରହଣ କଲେ ତାହା ରାମ ରାଣ।
ଅଗସ୍ତ୍ୟ ମୁନିଙ୍କ ଭ୍ରାତ ଚାହିଁଥିଲେ ରହି, ତାଙ୍କୁ ଭକ୍ତିରେ ଦର୍ଶନ କଲେ ରାମ ଯାଇ। ଦଣ୍ଡକାରଣ୍ୟରେ ଯେତେ ମୁନି ଋଷି ଥିଲେ, ସମସ୍ତେ ଆସି ରାମଙ୍କ ପାଶରେ ମିଳିଲେ। ସେମାନଙ୍କୁ ଦେଖି ରାମ କଲେ ପ୍ରଣିପାତ, ସମସ୍ତେ କଲ୍ୟାଣ କଲେ ହୋଇଣ ଉଷତ। ବୋଇଲେ ହେ ମହାବାହୁ ରଘୁକୁଳନାଥ, ଏବନେ ରାକ୍ଷସେ ରହି କରନ୍ତି ଉତ୍ପାତ। ଯାଗ ଯଜ୍ଞ ଜାଣି ଋଷିଙ୍କି ସେ ପୀଡ଼ା ଦିଅନ୍ତି, ତାଙ୍କ ଭୟେ ସଦା ଶୂନ୍ୟ ହୁଏ ଆମ୍ଭମତି। ଯୋଗ ବଳେ ଜାଣୁ ଆମ୍ଭେ ଆସିବେ ବନ, ଆପଣଙ୍କ କରେ ନାଶ ହେବେ ଜାତୁଦାନ। ତେଣୁ ଦେବ ଦୟା ବହି ଏ ବନ ମଧ୍ୟରେ, ଅଛନ୍ତି ଯେତେ ଦାନବ ବିନାଶନ୍ତୁ ଖରେ। ଦୁଷ୍ଟ ନାଶୀ ସନ୍ଥ ପାଳିବାକୁ ଭାବେ ଜାତ, ବୈକୁଣ୍ଠବାସୀ ତୁମ୍ଭେ ସୀତା ଦେବୀ କାନ୍ତ। ଅଧିକ କିସ କହିବୁ ଜାଣତ ଆପଣ, ଦୟାକରି ଏ ବିପଦୁ ରଖ ରଘୁରାଣ। ଋଷିଙ୍କ କରୁଣ ବାକ୍ୟ ଶୁଣି ରଘୁନାଥ, ବୋଇଲେ ମାରିବି ଦୈତ୍ୟ ନ ହୁଅ ଚିନ୍ତିତ। ତହିଁ କୁଟୀର ନିର୍ମାଣୀ ଭାଇ ଭାର୍ଯ୍ୟା ଘେନି, ଆନନ୍ଦେ ରହିଲେ ତହିଁ ରଘୁକୁଳମଣି। ମୁନି ଋଷିଙ୍କର ସଙ୍ଗେ ଆଳାପ କରିଣ, ଆନନ୍ଦେ କାଳ କଟାନ୍ତି କୋଦଣ୍ଡ ଧାରଣ। ଏହିପରି କେତେ ଦିନ ହୋଇଯାନ୍ତେ ଗତ, ଦିନେ ମୃଗୟାକୁ ଗଲେ ସୁମିତ୍ରାଙ୍କ ସୂତ। ମୃଗୟା ଛଳେ ଲକ୍ଷ୍ମଣ ସୁପର୍ଣ୍ଣଖା ସୂତେ, ବିନାଶନ୍ତେ ଦଇତୁଣି ଭାବି ହୃଦ ଗତେ। ଅପୂର୍ବ ସୁନ୍ଦରୀ ହୋଇ ସେହି ଦଇତୁଣି, କପଟରେ ପ୍ରବେଶିଲା ରାମ ପାଶେ ପୁଣି। ସ୍ୱର୍ଗବେଶ୍ୟା ପରି ରୂପ ଧରିଣ ଅସୁରୀ, ଶ୍ରୀରାମଙ୍କୁ ବୋଲେ ମତେ କର ମନହାରି। ଶୁଣି ଶ୍ରୀରାମ ଲକ୍ଷ୍ମଣେ ବୋଲନ୍ତି ବଚନ, ଅନ୍ୟାୟ କହିଲା ୟାର କାଟ ନାକ କାନ। ଆଜ୍ଞା ମାତ୍ରେ ଲକ୍ଷ୍ମଣ କାଟିଲେ ନାକ କାନ, ବିରୂପା ହୋଇ ଅସୁରୀ ପଳାଏ ବହନ। କାନ୍ଦିଣ କହିଲା ଖର ଦୂଷଣ ଆଗରେ, ବନେବେନି ଯତି ମୋତେ ଏ ଦଣ୍ଡ ବିହିଲେ। ଶୁଣି ସୈନ୍ୟ ସହ ଖର ଦୂଷଣ ତ୍ରିଶିରା, ସୈନ୍ୟ ସାଜି କ୍ରୋଧେ ଚଳି ଆସନ୍ତି ସେ ତୋରା। ଦେଖିଲା ଶ୍ରୀରାମଚନ୍ଦ୍ର ଧରି ଧନୁର୍ବାଣ, 14,000 ସୈନ୍ୟ କରିଲେ ନିଧନ। ସୈନ୍ୟ ମୃତ୍ୟୁ ଦେଖି ଖର ତ୍ରିଶିରା ଦୂଷଣ, ଅତି କ୍ରୋଧେ ପ୍ରହାରିଲେ ଚୋଖା ଚୋଖା ବାଣ। ସେମାନଙ୍କ ଶର କାଟି ପ୍ରଭୁ ରଘୁରାଣ, ଏକ ଏକ ଶରେ ନେଲେ ତାହାଙ୍କର ପ୍ରାଣ। ରାବଣ ଯେ ସୁପର୍ଣ୍ଣଖା ଠାରୁ ଏହା ଶୁଣି, ମାରିଚ ପାଶରେ ଯାଇ ମିଳିଲା ତତ୍କ୍ଷଣି। ବୋଲଇଆରେ ମାରିଚ ଶୁଣ ମୋ ବଚନ, ଶ୍ରୀରାମ ମାଇଲେ ଆସି ଖର ଯେ ଦୂଷଣ। ତୁହି ଯାଇ ରାମ ଲକ୍ଷ୍ମଣଙ୍କୁ ମାୟା କରି, ଭୁଲାଇ ନେବୁ ତା ସୀତା ମୁଁ କରିବି ଚୋରି। ଶୁଣି ମାରିଚ ବୋଲଇଆ ହେ ଲଙ୍କେଶ୍ୱର, ବଂଶ ବିନାଶିବ ରାମେ ବିବାଦ ନ କର। ଶୁଣି ରାବଣ ଧଇଲା ଖଡ଼ଗ ରାଗରେ, ଜୀବନେ ତୋତେ ମାରିବି କିଏ ରଖିପାରେ। ଭୟରେ ମାରିଚ ହେଲା ଅପୂର୍ବ ହରିଣ, ସନ୍ତୋଷେ ରାବଣ ତାକୁ ରଥରେ ଘେନିଣ।
ଦଣ୍ଡକ ଅରଣ୍ୟ ରାମ କୁଟୀର ନିକଟେ। ହରିଣକୁ ଛାଡ଼ି ଆସି ଲୁଚେ ବୃକ୍ଷ ପଛେ। ନାନା ଭଙ୍ଗୀ କରି ମୃଗ ତହିଁ ଯେ ରଚିଲା। ଦେଖି ସୀତା ଦେବୀଙ୍କର ଶରଧା ହୋଇଲା। ଶ୍ରୀରାମେ ଚାହିଁ ବୋଲନ୍ତି ଶୁଣ ପ୍ରାଣପତି। ଏ ମୃଗକୁ ମୋତେ ଦିଅ ଶରଧା ମୋତି। ଶୁଣି ରାମ ସୀତାଙ୍କୁ ଯେ ବୋଲନ୍ତି ବଚନ। ତୁମ୍ଭ ପୂର୍ବ ହେତୁ ସଖୀ କର ଗୋଧିଆନ। ରାକ୍ଷସ ନାଶର ମୂଳ ଏ ମୃଗ ଅଟଇ। ଅଗ୍ନି ମଧ୍ୟରେ ନିଜ ତନୁ ଗୋପ୍ୟ କର ସହି। ରାମ ଆଜ୍ଞା ମତେ ସତୀ ସେପରି କରିଲେ। ମାୟା ତନୁକୁ ରଖିଲେ କେହି ନ ଜାଣିଲେ। ତହୁଁ ରାମ ସ୍ନେହେ ମୃଗ ମାରିବାକୁ ଗଲେ। ମାୟା ମୃଗ କପଟରେ ନେଲା ବହୁ ଦୂରେ। ରାମ ଶର ବାଜନ୍ତେଣ ପରାଣ ଛାଡ଼ିଲା। ପ୍ରାଣ ଗଲା ବେଳେ ନିଜ ରୂପ ସେ ଧଇଲା। ବୋଇଲା ତ୍ରାହି ଲକ୍ଷ୍ମଣ ତ୍ରାହି ହେ ଲକ୍ଷ୍ମଣ। ରାମ ଡାକିଲାର ପରି ସୀତୟା ଶୁଣିଣ। ଲକ୍ଷ୍ମଣେ ବୋଲନ୍ତି ତୁମ୍ଭେ ଯାଅ ଭ୍ରାତା ପାଶ। ବନେ ବିପତ୍ତି ପଡ଼ିଲା ଡାକୁଛନ୍ତି ଈଶ। ଶୁଣିଣ ବୀର ଲକ୍ଷ୍ମଣ ବୋଲନ୍ତି ବଚନ। ତାଙ୍କୁ ବିପତ୍ତି ଦେବାକୁ କେ ଅଛି ଭାଜନ। ଲକ୍ଷ୍ମଣ ନ ଯିବା ଦେଖି ସୀତା କୋପ କଲେ। ଅପମାନେ ନାନା କଟୁ ବଚନ କହିଲେ। ଶୁଣି ଲକ୍ଷ୍ମଣ ବୋଲନ୍ତି ମୋର ଦୋଷ ନାହିଁ। କୁବାକେ ଛାଡ଼ିଣ ମୁହିଁ ଯାଉଛି ବୈଦେହୀ। ଏହା କହି ବୀରବର ଧରି ଧନୁଶର। ଶ୍ରୀରାମଙ୍କ ଯିବା ଦିଗେ ଗମିଲେ ସତ୍ୱର। ଲକ୍ଷ୍ମଣ ଅନ୍ତର ହେବା ଜାଣି ଦଶାନନ। କପଟେ ତପସ୍ୱୀ ବେଶ ହୋଇଲା ବହନ। ସୀତାଙ୍କ ସନ୍ନିଧେ ଯାଇ ପ୍ରବେଶ ହୋଇଲା। ମାୟା ବଚନ କହିଣ ସୀତାଙ୍କୁ ଘେନିଲା। ପୁଷ୍ପକ ବିମାନେ ବସାଇଣ ଲଙ୍କନାଥ। ଶୂନ୍ୟ ମାର୍ଗରେ ଚଳଇ ଯେହ୍ନେ ଛାୟାକାନ୍ତ। ବିକଳେ କାନ୍ଦୁଅଛନ୍ତି ବସି ବୈଦେହୀ। ରୋଦନ ଶୁଣି ଜଟାୟୁ ଓଗାଳିଲା ଯାଇ। ଜଟାୟୁର ଡେଣା ପାଦ କାଟି ଲଙ୍କନାଥ। ତହୁଁ ଯାନ ବହି ନେଲା ଦକ୍ଷିଣର ପଥ। ସୀତା ଅଳଙ୍କାର କାଢ଼ି ପକାଇଣ ଦେଲେ। ସୁଗ୍ରୀବାଦି ସେହି ଅଳଙ୍କାରକୁ ପାଇଲେ। ଲଙ୍କାରେ ମିଳି ସହସ୍ର ଅସୁରୀ ଡାକିଣ। ବୋଲେ ରଖିବ ସୀତାଙ୍କୁ ଅଶୋକ କାନନ। ଆଜ୍ଞା ପାଇ ଅସୁରୀଏ ସୀତୟାକୁ ନେଲେ। ଅଶୋକ କାନନେ ରଖି ଜଗିଣ ରହିଲେ। ଶ୍ରୀରାମ ଯେ ଲକ୍ଷ୍ମଣେ ଦେଖିଣ ବାଟ ପରେ। କିମ୍ପା ସୀତାଙ୍କୁ ଛାଡ଼ି ତୁ ଅଇଲୁ ବନରେ। ଲକ୍ଷ୍ମଣ ବୋଲେ ପେଶିଲେ ମୋତେ ବୈଦେହୀ। ଆସିଲି ମୁଁ ତାଙ୍କ କଟୁ ବଚନ ନ ସହି। ବେନି ଭାଇ ଆସି ପର୍ଣ୍ଣ କୁଟୀରେ ମିଳିଲେ। ସୀତାଙ୍କୁ ନ ଦେଖି ବନେ ବହୁତ ଭ୍ରମିଲେ। ଜଟାୟୁ ଭେଟିଲେ ରାମ ଲଇ କ୍ଷଣ ବେନି। ସୀତା ନେବା କଥା କହି ମଲା ପକ୍ଷୀ ମଣି। ତାର ମୃତ୍ୟୁ ପିଣ୍ଡ ରାମ କରିଣ ଦହନ। ଅତି ବିକଳ ହୋଇଣ ଚଳି ଯାନ୍ତେ ପୁଣ। କବନ୍ଧ ନାମେ ଅସୁର ପଥରେ ଭେଟିଲେ। ନାସନ୍ତେ ତା ଦେହୁ ଦିବ୍ୟ ପୁଂସ ବାହାରିଲେ। ବୋଇଲେ ସେ ଶୁଣ ଆହେ ରଘୁକୁଳ ମଣି। ଏ ପଥେ ଯାଅ ଭେଟିବ ଆଗେ ସବରଣୀ। ଏମନ୍ତ କହି କବନ୍ଧ ଗଲା ସ୍ୱର୍ଗପୁର। ରାମ ଲକ୍ଷ୍ମଣ ମିଳିଲେ ସବରୀ ମନ୍ଦିର। ସବରୀ ଦୁହିଁଙ୍କୁ ଦେଖି କଲା ବହୁ ମାନ୍ୟ। ଅତି ଆନନ୍ଦ ହୋଇଣ ପଶିଲା ଶରଣ। ଦୁଇ ଭାଇ ତହୁଁ ବିଦା ହୋଇଣ ଚଳିଲେ। ପମ୍ପା ସରୋବର କୂଳେ ପ୍ରବେଶ ହୋଇଲେ। ତହିଁ ବୀର ହନୁମାନ ଭେଟିଲେ ଶ୍ରୀରାମ। ସୁଗ୍ରୀବ ନିକଟେ ଡାକି ନେଲେ ହନୁମାନ। ସୁଗ୍ରୀବ ନିଜ ବିଷୟ କହିଲେ ସମସ୍ତ। ଶ୍ରୀରାମ କହନ୍ତି ସୀତା ହରଣ ବୃତ୍ତାନ୍ତ। ଶୁଣି ସୁଗ୍ରୀ ସୀତାଙ୍କର ଅଳଙ୍କାର ମାନ। ଦେଖାଇଲା ଆଣି ରାମ ପାଖରେ ବହନ।
ବେନିଜନେ ଅଗ୍ନିଦେବ ତାଙ୍କୁ ସାକ୍ଷୀ କରି ମୈତ୍ର ହୋଇଲେ ବସି ଋଷ୍ୟମୁଖ ଗିରି। ଶ୍ରୀରାମ ବୋଲନ୍ତି ସୁଗ୍ରୀବଙ୍କୁ ଅନାଇଣ ତୁମ୍ଭ ଭାଇ ବାଳି ଶତ୍ରୁ ହେଲା କି କାରଣ। ସୁଗ୍ରୀବ ଶୁଣି ଆପଣା ଦୁଃଖକୁ କହିଲେ ଜ୍ୟେଷ୍ଠ ହୋଇ ମୋ ବନିତା ବଳେ ସେ ହରିଲେ। ଶୁଣି ଶ୍ରୀରାମ ଯେ ହେଲେ ଅତି କ୍ରୋଧ ଭର ଏକା କାଣ୍ଡେ ବାଳିକି ପେଶିବି ଯମପୁର। ସୁଗ୍ରୀରାମ କଥା ଶୁଣି ମନ ମଧ୍ୟେ ପାଞ୍ଚେ ବାଳି ସମ ବଳବନ୍ତ ନାହିଁ ଏହି ମଞ୍ଚେ। ତାକୁ କେହ୍ନେ ଶ୍ରୀରାମ ଯେ କାଣ୍ଡକେ ମାରିବେ କିପରି ମନେ ମୋ ଏହା ପ୍ରତ୍ୟେହେବ ଭାବେ। ଏହା ଭାବି ଶ୍ରୀରାମଙ୍କୁ ବୋଲଇ ଉତ୍ତର କଥାଏ କହିବି ଦୋଷ କ୍ଷମା କଲେ ମୋର। ମନ୍ଦେ ହସିଣ ବୋଲନ୍ତି ପଙ୍କଜ ଲୋଚନ ନିର୍ଭୟରେ ମନ କଥା କୁହ ହେ ଫେଡ଼ିଣ। ବେନିକର ଯୋଡ଼ି ସୁଗ୍ରୀବ ବଚନ ବୋଲଇ ବାଳି ସମ ବଳିୟାର ମୋହି ଦେଖି ନାହିଁ। ଆପଣ ଏକା କାଣ୍ଡକେ କରିବେ ନିଧନ ମନେ ମୋ ଏ କଥା ପ୍ରତେ ନ ଆସଇ ପୁଣ। ଯେବେ ଦୁନ୍ଦୁଭି ଅସ୍ଥିକୁ ପାଦେ ଫିଙ୍ଗି ଦେବ ଶପଥ ସାରକୁ ଏକା କାଣ୍ଡକେ ଛେଦିବ। ତେବେ ମୋ ମନେ ପ୍ରତ୍ୟୟ ହେବ ରଘୁରାଣ ଏହା କହି ଦୁନ୍ଦୁଭି ଅସ୍ଥିକୁ ଦେଖାଇଣ। ଶ୍ରୀରାମ ପାଦ ଆଙ୍ଗୁଳି ତାକୁ ମାରିଦେଲେ ଗିରି ସମ ଅସ୍ଥି ପଡ଼େ 10 ଯୋଜନରେ। ଏକା କାଣ୍ଡେ ସପ୍ତସାର ଛେଦି ପକାଇଲେ ସୁଗ୍ରୀବ ମନୁ ସନ୍ଦେହ ଦୂର କରାଇଲେ। ସୁଗ୍ରୀ ଭାବେ ନିଶେ ବାଳି ମାରିବେ ଶ୍ରୀରାମ ଏତେ ଦିନେ ମୋତେ ସାହା ହେଲେ ଭଗବାନ। ଆନନ୍ଦେ ସଙ୍ଗତେ ଘେନି ଶ୍ରୀରାମ ଲକ୍ଷ୍ମଣ କିଷ୍କିନ୍ଧ୍ୟା ଗଡ଼ ପାଶକୁ କଲାକ ଗମନ। ହେମଗିରି ଦିଶୁଅଛି ପିଙ୍ଗଳ ବରନ ଗଡ଼ ଦ୍ୱାରେ ସୁଗ୍ରୀ କଲା ନିର୍ଘାତ ଗର୍ଜନ। ନିର୍ଘାତ ଗର୍ଜନ କନେ ଶୁଣି ବାଳି ବୀର ବାହାର ହୋଇଲା ରାଗେ ହୋଇଣ ଜର୍ଜର। ତାହା ଦେଖି ତାରା ଆସି ଓଗାଳିଲା ପଥ ଅନେକ ବୁଝାଇ ତାକୁ କହିଲା ତୁରିତ। ନ ମାନି ସେ ବାଳି ବୀର ତାରାର ବଚନ ବୋଲଇ ସୁନ୍ଦରୀ ତୁହି ନ କର ବାରଣ। ଯୁଦ୍ଧ ସମୟରେ ଯେହୁ ହୀନ ବଳ ଧରେ ଜାଣକା ପୁରୁଷ ସେହି ସଂସାର ମଧ୍ୟରେ। ତାରାକୁ ଏପରି ସେହି ଅନେକ ବୁଝାଇ ପ୍ରବେଶିଲା ବାଳି ବୀର ସୁଗ୍ରୀ ଥିଲା ଜଇଁ। ଦୁଇ ଭାଇଙ୍କର ଘୋର ସମର ହୋଇଲା ବେଳକୁ ବେଳ ଯେ ସୁଗ୍ରୀ ଅଶକତ ହେଲା। ତାହା ଦେଖି ଶ୍ରୀରାମ ଯେ ନାରାଜ ବିନ୍ଧିଲେ ଏକା କାଣ୍ଡକେ ବାଳିର ଜୀବନ ଘେନିଲେ। ସୁଗ୍ରୀବକୁ କିଷ୍କିନ୍ଧ୍ୟାରେ କରି ନୃପବର ଅଭିଷେକ କରାଇଲେ କୌଶଲ୍ୟା କୁମର। ସକଳ ବାନରେ ସୁଗ୍ରୀ ପାଦ କଲେ ପୂଜା ଅଙ୍ଗଦକୁ କିଷ୍କିନ୍ଧ୍ୟାରେ କଲେ ଯୁବରାଜା। ସୁଗ୍ରୀବ ଭାବିଲେ ମିତ୍ର କାର୍ଯ୍ୟ ଯେ କରିବି ମିତ୍ରଦ୍ରୋହୀ ହେଲେ ଅନ୍ତେ ନର୍କରେ ପଡ଼ିବି। ଏତେ ପାଞ୍ଚି କପି ସୈନ୍ୟ ରାଇ ସୁଗ୍ରୀବର ବୋଲେ ସୀତା ଖୋଜ ଚାରି ଦିଗରେ ସତୋର। ଚାରି ଦିଗେ ବାଣ୍ଟି ହୋଇ ଗଲେ କପି ସୈନ୍ୟ ଦକ୍ଷିଣ ଦିଗକୁ ଯାଇଥିଲେ ହନୁମାନ। ସମ୍ପାତି ମୁଖୁସି ତାଙ୍କ ବାରତା ପାଇଲେ ସତେ ଯୋଜନ ସମୁଦ୍ର ହନୁ ଡେଇଁ ଗଲେ। ଖୋଜି ଖୋଜି ଲଙ୍କା ଗଡ଼େ ନ ପାଇଲେ ସୀତା ଅଶୋକ ବନେ ଦେଖିଲେ ଜନକ ଦୁଇତା। ସିଂସପା ବୃକ୍ଷ ମୂଳରେ ଦର୍ଶନ କଲେ ଶ୍ରୀରାମଚନ୍ଦ୍ରଙ୍କ ସର୍ବବୃତ୍ତାନ୍ତ କହିଲେ। ସୀତାଙ୍କ ବିଶ୍ୱାସ ପାଇଁ ରତ୍ନ ମୁଦି ଦେଲେ ଦକ୍ଷିଣ ସୀତୟା ମଥା ମଣିକୁ କାଢ଼ିଲେ। ହନୁମାନଙ୍କୁ ବୋଲନ୍ତି ନିୟ ମଥା ମଣି ଶ୍ରୀରାମଙ୍କୁ ଦେବ କହି ମୋ ଦୁଃଖ କାହାଣୀ। ମଥା ମଣି ରଖି ବୀର ମେଲାଣି ହୋଇଲା ରାବଣର ମଧୁବନେ ଯାଇ ନ ମିଳିଲା। ସ୍ୱର୍ଗର ନନ୍ଦନ ବନ ବଳି ମଧୁବନ
ତାହାକୁ ଭାଙ୍ଗିଲା ପଶି ବୀର ହନୁମାନ। ତୋଟା ଜଗୁଆଳି ଥିଲେ ତାହାକୁ ମାଇଲା, ଶୁଣି ରାବଣ ଶାଳକ ଗଣକୁ ପେଶିଲା। ବିଧା ଚାପଡ଼ା ମାରିଣ ନେଲା ତାଙ୍କ ପ୍ରାଣ, ତାହାପରେ ଜମ୍ବୁମାଳି ମନ୍ତ୍ରୀ ସୁତ ଜାଣ। ରାବଣର ଅକ୍ଷୟ ନାମରେ ପୁତ୍ର ଥିଲା, ହନୁମାନ ହାତେ ମଧୁବନେ ପ୍ରାଣ ଦେଲା। ଇନ୍ଦ୍ରଜିତ ବଲିଣ ରାବଣ ବଡ଼ ପୁଅ, ମଧୁବନରେ ମିଳିଲା ହୋଇଣ ନିର୍ଭୟ। ହନୁକୁ ଅନେକ ଶର କଲା କପ୍ରହାର, ନ ଭେଦିଲା ହନୁ ଅଙ୍ଗେ କିଞ୍ଚିତ ମାତର। ନିଅସ୍ତ୍ର ହୋଇ ରାବଣୀ ବ୍ରହ୍ମ ଫାଶ ମାରେ, ହନୁମାନ ତାହା ଦେଖି ବିଚାରେ ଚିତ୍ତରେ। ଏ ଫାଶେ ବନ୍ଧନ ଯେବେ ହୋଇବଇ ମୁଇଁ, ତେବେ ରାବଣ ସାକ୍ଷାତେ କଥା କହିବଇ। ଏହା ଭାବି ହନୁ ଫାଶେ ହୋଇଲେ ବନ୍ଧନ, ଇନ୍ଦ୍ରଜିତ ନେଇଗଲା ରାବଣ ଆଗେଣ। ରାବଣ ହନୁର ବହୁ କଥା ଭାଷା ହେଲା, ଶେଷେ ହନୁମାନ ଲଙ୍କା ଭୁବନ ପୋଡ଼ିଲା। ବିଭୀଷଣ ଥିବା ସ୍ଥାନ ଅଶୋକ କାନନ, ତାହା ଛାଡ଼ି ସମସ୍ତ ପୋଡ଼ିଲା ହନୁମାନ। ଶେଷେ ସୀତାଙ୍କ ପାଶରେ ଯାଇଣ ମିଳିଲା, ମେଲାଣି ମାଗିଣ ବୀର ବାହୁଡ଼ି ଆସିଲା। ସିନ୍ଧୁ ଡେଇଁ ଶ୍ରୀରାମଙ୍କ ଚରଣେ ପଡ଼ିଲା, ସକଳ ବୃତ୍ତାନ୍ତ କହି ମଥାମଣି ଦେଲା। ଯାହା ହେଲା ଏଥୁ ଅନ୍ତେ ଶୁଣ ମନ ଦେଇ, ଶ୍ରୀରାମ ସୁଗ୍ରୀବ କପି ସୈନ୍ୟ ସଙ୍ଗେ ନେଇ। ପ୍ରବେଶ ହୋଇଲେ ଯାଇ ସମୁଦ୍ର କୂଳରେ, ରାବଣ କନିଷ୍ଠ ବିଭୀଷଣ ନାମ ଧରେ। ସେ ରାବଣେ ବହୁ ହିତ କଥା ଯେ କହିଲା, ନ ମାନି ଗାଳି ଦିଅନ୍ତେ ନିକ ସାର ବଳା। ରାବଣ ପାଶରୁ ଆସି ଶ୍ରୀରାମ ପାଶରେ, ଶରଣ ନିଅନ୍ତେ ରାମ ରଖିଲେ ସାଦରେ। ସମସ୍ତେ ବସିଣ ସେହିଠାରେ ବିଚାରିଲେ, କେହ୍ନେ ସାଗର ଲଙ୍ଘିବା ଶ୍ରୀରାମ ପାଞ୍ଚିଲେ। କ୍ରୋଧେ ରାମଚନ୍ଦ୍ର ବ୍ରହ୍ମଶର ଚାପେ ଯୋଖି, ଜଳଧିକି ଲକ୍ଷ୍ୟ କରି ବୋଲନ୍ତେ ସେ ଡାକି। ଦେଖିଣ ଜଳ ରାଜନ ହୋଇଣ କାକୁସ୍ଥ, ଆସିଣ ଶ୍ରୀରାମ ପାଦେ ପଡ଼ିଲେ ତୁରିତ। ବୋଲନ୍ତି କୋପନ କର କୋଦଣ୍ଡ ଧାରଣ, ନଳ ହାତେ ସିନ୍ଧୁ ଜଳ କରାଅ ବନ୍ଧନ। ଶିଳାକୁ ଛୁଇଁଲେ ନଳ ଜଳରେ ଭାସିବ, ବନ୍ଧ ବାନ୍ଧି କପି ସୈନ୍ୟ ପାର ହୋଇଯିବ। ବରୁଣ ଶ୍ରୀରାମେ କହି ମେଲାଣି ହୋଇଲେ, ବନ୍ଧ ବାନ୍ଧି ସୈନ୍ୟ ଆଦି ପାର ହୋଇଗଲେ। ଲଙ୍କା ଗଡ଼େ ପ୍ରବେଶିଲେ କପିଗଣ ଘେନି, ରାବଣ ବଂଶ ନାଶ କଲେ ରଘୁମଣି। ଅଶୋକ ବନୁ ସୀତାଙ୍କୁ ଆଣିଲେ ବନ, କହିଲେ ବହୁତ ତିରସ୍କାର କଥା ମାନ। ସତୀ ଶିରୋମଣି ତାହା ନ ପାରିଲେ ସହି, ମନ ବ୍ୟାକୁଳେ ଅଗ୍ନିରେ ପଡ଼ିଲେ କଡ଼େଇ। ନିଷ୍କଳଙ୍କ ଥିବା ଯୋଗୁ ଅଗ୍ନି ଦୟା କଲେ, ଚନ୍ଦନୁ ଶୀତଳ ପରି ଶୀତୟା ମଣିଲେ। ବୋଲୁଛନ୍ତି ଅଗ୍ନିଦେବ ଶ୍ରୀରାମଙ୍କୁ ଚାହିଁ, ସତୀପତି ବ୍ରତା ଯେ ଅଟନ୍ତି ବୈଦେହୀ। ବ୍ରହ୍ମାଦିଙ୍କ ଠାରୁ ଶୁଣି ରଘୁକୁଳ ରାଣ, ଆନନ୍ଦେ ସୀତା ଦେବୀଙ୍କୁ କଲେ ଯେ ଗ୍ରହଣ। ଦେଖି ଦେବତା ଋଷିଏ ଆନନ୍ଦିତ ହେଲେ, ଶ୍ରୀରାମଚନ୍ଦ୍ରଙ୍କ ପରେ ପୁଷ୍ପ ବୃଷ୍ଟି କଲେ। ଶୁଣିଣ ସମସ୍ତେ ଆନନ୍ଦରେ ମଗ୍ନ ହେଲେ, ସ୍ୱର୍ଗୁ ଦେବେ ଆସି ରାମଚନ୍ଦ୍ରଙ୍କୁ ପୂଜିଲେ। ଜୟ ଜୟ ରଘୁନାଥ ଜଗତ ତାରଣ, ଅସୁର ବିନାଶୀ ପୃଥିଭାରା ନିବାରିଣ। ଦେବଗଣଙ୍କୁ ଚାହିଁଣ ବୋଲନ୍ତି ଶ୍ରୀରାମ, ଲଙ୍କା ଗଡ଼େ ରାଜା ମୁଁ କରିବି ବିଭୀଷଣ। ଆହେ ସୁଗ୍ରୀବ ଚମ୍ବେବ ହନୁମାନ ବୀର, ଅଭିଷେକ ବିଧି ସର୍ବ ଭିଆଅ ସତ୍ୱର। ଅଭିଷେକେ ଯୋଗାଡ଼ି ଯେ କଲେ ସର୍ବବୀରେ, ବିଭୀଷଣ ରାଜା କଲେ ଲଙ୍କା କଟକରେ। ଆନନ୍ଦରେ ରାମଚନ୍ଦ୍ର ଚାହିଁଣ ଇନ୍ଦ୍ରଙ୍କୁ, ବୋଲନ୍ତି ବଞ୍ଚାଅ ସର୍ବ ମଲା ବାନରଙ୍କୁ। ଇନ୍ଦ୍ର ଅମୃତ ବୃଷ୍ଟି ଯେ କଲେ ସେହିଠାରେ, ମଲା କପିମାନେ ସବୁ ଜିଇଁଲେ ସତ୍ୱରେ।
ଦେବଗଣେ ମେଲାଣି ମାଗିଣ ଚଳିଗଲେ। ଅମର ଭୁବନେ ଯାଇ ପ୍ରବେଶ ହୋଇଲେ। ରାବଣ ପୁଷ୍ପକ ଯାନ ଆଣି ବିଭୀଷଣ, ଶ୍ରୀରାମଙ୍କୁ ବୋଲେ ବିଜେ କରନ୍ତୁ ଆପଣ। ସୁଗ୍ରୀବ ହନୁ ଅଙ୍ଗଦ ବୀରକୁ ଘେନିଣ, ଆପର ଜମ୍ବେ ନଳ ନୀଳାଦି ସୁଷେଣ। ଗବୟ ଗବାକ୍ଷ ସେନାପତି ଗଣ ଘେନି, ବିଭୀଷଣ ସହ ରଥେ ବିଜେ ରଘୁମଣି। ବାହାରିଲେ ଅଯୋଧ୍ୟାକୁ ରଥେ ବସି ରାମ, ଭରଦ୍ୱାଜ ମୁନି ମଠେ ମିଳିଲେ ବହନ। ସେହିଠାରେ ପୁଷ୍ପକ ବିମାନ ରୁହାଇଲେ, ହନୁମାନ ଚାହିଁଣ ଯେ ଶ୍ରୀରାମ ବୋଇଲେ। ଯାଅ ବାବୁ ନନ୍ଦୀଗ୍ରାମେ ଭରତେ ଜଣାଅ, ଆମ୍ଭେ ବନସ୍ଥ ଆସିବା ବାର୍ତ୍ତା ଯାଇ କହ। ଆଜ୍ଞା ପାଇ ହନୁବୀର ଚଳିଲେ ବହନ, କହିଲେ ଭରତ ପାଶେ ସର୍ବ ବିବରଣ। ଭାରତ ଶୁଣିଣ ନଗ୍ର ଲୋକମାନ ନେଇ, ଶ୍ରୀରାମଙ୍କୁ ନେବା ପାଇଁ ପାଛୋଟିଆ ସଇ। ଏଣେ ସମସ୍ତଙ୍କୁ ଘେନି ରଘୁକୁଳ ମଣି, ପୁଷ୍ପକ ବିମାନେ ବସି ଚଳିଲେ ତତ୍କ୍ଷଣି। ଯାଇଣ ନନ୍ଦୀଗ୍ରାମରେ ପ୍ରବେଶ ହୋଇଲେ, ଦୂରୁ ଦେଖି ସର୍ବେ ରାମ ଚରଣ ବନ୍ଦିଲେ। ଯେଉଁମାନେ ବୟସରେ ଅଧିକ ଥିଲେ, ସ୍ନେହରେ ଆସୀନ ରାମେ କୋଳାଗ୍ରତ କଲେ। ଚାରି ଭାଇ ମଧ୍ୟ ସର୍ବେ ଯଥା ନିୟମରେ, ପରସ୍ପରେ ମାନ୍ୟ ଧର୍ମ କରିଲେ ସେଠାରେ। ସର୍ବଜନନୀ ମାନଙ୍କ ଚରଣେ ପଡ଼ିଲେ, କଲ୍ୟାଣ କରି ମାତାଏ କୋଳାଗ୍ରତ କଲେ। ଭରତ ଶତ୍ରୁଘ୍ନ ରାମ ଲକ୍ଷ୍ମଣ ଯେ ସୀତା, ସଦିବ୍ୟ ଭୂଷଣ ପିନ୍ଧି ହୋଇଲେ ଶୋଭିତା। ଅଯୋଧ୍ୟାରେ ଅଭିଷେକ ହୋଇଲେ ଶ୍ରୀରାମ, ପ୍ରଜାମାନଙ୍କୁ ପାଳିଲେ ପୁତ୍ରର ସମାନ। ରାମ ରାଜା ହୋଇବାରୁ ଅଯୋଧ୍ୟାର ଜନ, ପରମ ସୁଖରେ ସେହି କାଟିଲେ ଜୀବନ। ଶୋକ ଦୁଃଖ ଆଦି କଷ୍ଟ ନ ଜାଣିଲେ କେହି, ରାମ ରାଜ୍ୟ ବୋଲି ତିନି ଭୁବନେ ଶୋଭଇ। ପ୍ରଜାଙ୍କର ସବୁବେଳେ ଧର୍ମେ ମନ ଥାଏ, କାଳ ଯମ ତେଣୁ ପଶି ନ ପାରଇ ଭୟେ। ବେଳ କାଳ ଜାଣି ମେଘ ମାନ ବରଷିଲେ, ନାରୀମାନେ ସ୍ୱାମୀ ସେବା ତିଳେ ନ ଛାଡ଼ିଲେ। ଚୋର ଭୟ ଅଗ୍ନି ଭୟ ଭୋକ ଶୋଷ ଭୟ, ଜଳ ପବନ ଭୟ ନ ଥାଏ ଅତିଶୟ। ପ୍ରଜାମାନେ ଜ୍ୱର ରୋଗେ ପୀଡ଼ା ନ ପାଆନ୍ତି, ସର୍ବେ ଧନ ଜନେ ପୂର୍ଣ୍ଣ ସତ୍ୟରେ ଚଳନ୍ତି। ନାରୀ ଏ ବିଧବା କଷ୍ଟ ନ ଜାଣନ୍ତି କେହି, କାହା ଘରେ ଦୁଃଖ କଷ୍ଟ କେବେ ଶୁଭେ ନାହିଁ। ସର୍ବଦା ମନ୍ତ୍ରୀ ଏ ସଦା ଉପଦେଶ ଦିଅନ୍ତି, ଦେବତାଙ୍କ ସେବା ପୂଜା ବ୍ରାହ୍ମଣେ କରନ୍ତି। ଅଯୋଧ୍ୟା ନଗର ଧନ ଧାନ୍ୟ ପରିପୂର୍ଣ୍ଣ, ସତ୍ୟଯୁଗ ପରି ସୁଖ ଲଭୁଥାନ୍ତି ଜନ। 100 ଅଶ୍ୱମେଧ ଯାଗ କଲେ ରାମ, ବ୍ରାହ୍ମଣେ ଦକ୍ଷିଣା ଦେଲେ ବହୁତ ସୁବର୍ଣ୍ଣ। ବିପ୍ରକୁ ଯେ କୋଟି କୋଟି ଧେନୁ ଦାନ ଦେଲେ, ବହୁତ ଧନ ଦରିଦ୍ର ମାନଙ୍କୁ ବାଣ୍ଟିଲେ। ବ୍ରାହ୍ମଣ ଶାସନ ନାନା ସ୍ଥାନେ ବସାଇଲେ, ଚାରି ବର୍ଣ୍ଣରେ ଧର୍ମକୁ ସ୍ଥାପନ ଯେ କଲେ। 10,000 ବରଷ କଲେ ରାଜପଣ, ତହୁଁ ବୈକୁଣ୍ଠକୁ ଗଲେ ପ୍ରଭୁ ରଘୁରାଣ। ବୈକୁଣ୍ଠର ସ୍ୱାମୀ ମଞ୍ଚେ ଜନ୍ମ ହୋଇଥିଲେ, ମର୍ତ୍ତ୍ୟର ଲୀଳା ମାନ ଯେ ମର୍ତ୍ତ୍ୟପୁରେ କଲେ। ସତ୍ୟ ଶାନ୍ତି ଦୟା କ୍ଷମା ବିଜୟାଦି ଗୁଣ, ଶୂଳପଣ ଧୈର୍ଯ୍ୟବନ୍ତ ସହିଷ୍ଣୁତା ଗୁଣ। ପିତୃଭକ୍ତି ମାତୃଭକ୍ତି ଭାତୃଭକ୍ତି ଆଦି, ସ୍ୱାମୀ ସେବା ରାଜନୀତି ଯଜ୍ଞାଦି ସମ୍ପାଦି। ଲୋକ ଶିକ୍ଷା ଅର୍ଥେ ନିଜେ କରିଲେ ଶ୍ରୀରାମ, ଯାହାଙ୍କ ଯଶ ଗୁଣରେ ଧରା ପରିପୂର୍ଣ୍ଣ। ଯେଉଁ ଜନ ଶ୍ରୀରାମଙ୍କ ନାମ ପଡ଼େ ନୀତି, ଅଧର୍ମେ ନ ଯାଇ ଧର୍ମେ ଥାଏ ତାର ମତି। ଧନ ସମ୍ପଦ ଯେ ତାର ହୁଅଇ ବହୁତ, ପୁତ୍ର ଦାସ ଦାସୀ ଆଦି ବଢ଼େ ଅପ୍ରମିତ। ଆନନ୍ଦରେ ରହେ ସେହୁ ମର୍ତ୍ତ୍ୟ ଭୁବନରେ, ପ୍ରାଣାନ୍ତରେ ବିହରେ ସେ ସ୍ୱର୍ଗ ଭୁବନରେ। ସ୍ୱର୍ଗେ ସୁଖ ଭୋଗ କରି ଦେବେ ପାଏ ପୂଜା,
ନାମ ବ୍ରହ୍ମ ଲଏ ଜନ୍ମ ମୃତ୍ୟୁ କରି ତେଜ୍ୟା। ଶ୍ରୀରାମଚରିତ ଯେବେ ବ୍ରାହ୍ମଣ ପଢ଼ିବ, ବକ୍ତା ଗଣ ମଧ୍ୟରେ ପ୍ରଧାନ ହୋଇବ। କ୍ଷତ୍ରିୟ ଯେବେ ପଢ଼ିବ ହେବ ନୃପବର, ବୈଶ୍ୟ ପଢ଼ିଲେ ବାଣିଜ୍ୟ ବହୁ ଲାଭ ତାର। ପଢ଼ିଲେ ଶୂଦ୍ର ହୋଇବ ଭକତ ପ୍ରଧାନ, କହଇ ମୋହନ ରାମ ପାଦେ ରଖି ମନ। ଜୟ ରାମ ଜୟ ହେ ଶ୍ରୀରାମ, ଜୟ ରାମ ଜୟ ସୀତାରାମ।